କାହିଁକି ନା ଇନ୍ଦ୍ରିୟ ହଉଛି ମଣିଷର 10ଟି। 5 କର୍ମେନ୍ଦ୍ରିୟ, 5ଟି ଜ୍ଞାନେନ୍ଦ୍ରିୟ। ये 10 इंद्रिय एक जेतेबेले ହେଇଯିବ ସେତିକି ବେଳେ ଆପଣ ମାନେ ଜଣେ ଜଣେ ଦଶରଥ ହେବେ। ଆଉ ଯାର 10ଟା ଇନ୍ଦ୍ରିୟ ଠିକ ହେଇଯିବ ତାର କେତେଟା ଭାର୍ଯ୍ୟା ହବ ଜାଣିଛୁ? କେତେଟା? ନା କୌଶଲ୍ୟା ଯେ କୈକେୟୀ, ସୁମିତ୍ରା ଆଦି 3 ରାଣୀ ସେହିରେ मनुआ बाई, शांति प्रीति मैत्री जोही मनुआ बाई, शांति प्रीति मैत्री रह। जे 10टा इंद्रिय को जाग्रत करिवो निजे आयत करिवो तार 3टा भार्या हेबे। से 3 भार्या किए ना जणे हला शांति, जणे हला मैत्री, जणे हला प्रीति। यह आम पूर्वज पुरुष वाल्मीकि 3टा राणी करिकी 3टा ना देल। कौशल्या को करदेले शांतिर प्रतीक, कैकेयी की करदेले मैत्रीर प्रतीक, सुमित्रा को करदेले प्रीतिर मैत्री। काहीकि राम जते बेले वनवास गला देख प्रीति केमिति बाहरला ताठू केमिति कला ए लक्ष्मण आज्ञा मु तो मां भाई भाउज नुह से तो बापा मां वन को जाऊ सेवा करवा तोर परम धर्म। उत्तर देला सुमित्रा से कला बोला सुमित्रे पुत्र सरिधि श्री राम मानस श्री राम मानस लागी, अरे भोला श्री राम मानस लागी। खराब हो जाइए 5 दिन ताकू मारिकी जदि खाई न देवी मु नृसिंह अवतार। उत्तर देले बधु जाउची संगे बड़ माया भी असुर पुबे। सुमित्रा कहले जा 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 प्रीति प्रेमर आसरा बांटिला। कैकेयी आपण कहबे मायाविनी बेईमान गोटे हारामी स्त्री राम भलिया पुओ को बनु को पठेई देला। किंतु भीतर कथाटा आमे जानि पारली ना 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 जेते बेले रावण जन्म हला ललाट चक्र तार को जिंस लिखा ही देला। कौन से जिंस कौन लिखा ही देला? कवि सम्राट उपेंद्र भंज राग राग पहाड़िया केदार गोटे पद गाउछ। ए गोटे पदरे सोनारास पाला शेष आउ नाही। कला बिखन भालो लेखन वर्ण मुंड प्रचंडा नळे दहन मुंडे प्रचंडा नळे दहन मुंडे प्रचंडा नळे दहन कला ज्येष्ठ पठन कष्ट अत्यंत रे
ହେଇ ସାଇଲାଣି ଦଶରଥ ଜନ୍ମ ହେଇନି এই ଦଶରଥ ଜନ୍ମ ହେଇନି ରାମ ଜନ୍ମ ହେଇ ସାଇଲାଣି ତା ମାନେ ମୁଁ ଆପଣ ମାନଙ୍କ ଆଗରେ ପରଶୁରାମ କଥା କହୁଛି ଏଇ ଦଶରଥ ପୁଅ ରାମ କଥା କହୁଛି ଯେତେବେଳେ ରାମ ଜନ୍ମ ହେଲା ଆଜ୍ଞା ରାମ ଜନ୍ମ ହବାର 36 ବର୍ଷ ପରେ ଦଶରଥ ଜନ୍ମ ହେଲା ଆପଣ ବିଶ୍ୱାସ କରିବେ କବିଟା ଗୋଟେ ଗାଲୁଆ ଗାୟକଟା ରାମ ଜନ୍ମ ହବାର 36 ବର୍ଷ ପରେ ଦଶରଥର ଜନ୍ମ পরে ବ୍ରହ୍ମାଣ୍ଡରେ ଖଣ୍ଡା ବୁଲେଇଛି ପ୍ରଥମେ ରାମ ଏଇଥିପାଇଁ ଆଚ୍ଛା ସାରା ଓଡ଼ିଶାରେ ତମେ ଯୋଉଠିକି ଯାଅ ରାମ ମନ୍ଦିର ଦର୍ଶନ କରିବା ପାଇଁ ଆଚ୍ଛା ରାମଙ୍କର ନିଶ ଦାଢ଼ି କୋଉଠି ଅଛି ଦେଖିଛ ଅଛି 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 সঠি ରାମଙ୍କର ନିଶ ଅଛି ରାମଙ୍କର ଦାଢ଼ି ଅଛି ଗୋଟିଏ ଜାଗା କୋଉଠି কোটি ଯୋଉଠି ଭଞ୍ଜ ସମ୍ରାଟ ହେଇଗଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସେ ଜାଗାଟା ନାଁ ହଉଛି ଓଡଗାଁ ରଘୁନାଥ হ্যাঁ ଆପଣ କାଲି ଯାଆନ୍ତୁ ଦେଖିବେ ରାମଙ୍କର ଦାଢ଼ି ଅଛି ଆପଣ ମାନେ ତ ଲେଖିଛନ୍ତି ଯୋଉ ଗାୟକ ଯାହା ଗାଇବ ତା ଦ୍ୱିତୀୟ ଥାକରେ ସେ ଗାୟକ ସିଆ ଗାଇବ ମୁଁ ଗୋଟିଏ କଥା କାଲି ପଚାରିବି ଏତିକି 5 ଦିନ ଯାକ ଆଉ କିଛି ପଚାରିବିନି କିନ୍ତୁ ଆପଣ ମାନେ ଉତ୍ତର ଦେବେ ଯେହେତୁ ୟାକୁ ଲେଖିଛନ୍ତି ଭଗବାନ ରାମଙ୍କର ଯଦି ରାମଙ୍କର ଦାଢ଼ି ଥିଲା ବା ନିଶ ଥିଲା କଟା ଗଲା ରାମଙ୍କ ନିଶ ଦାଢ଼ି କିଏ କାଟିଲା ଆର ଗାୟକ ଟିକେ 5 ଦିନ ଭିତରେ କହିବେ ଆଉ ଯଦି କହିଦେବେ ମୁଁ ଭଗବତୀ ରାଣ ପକଉଛି 5 ଦିନ ଯାକର ପଇସା ନେବିନି ଆର ଗାୟକକୁ ଦେଇଦେବି ଟୁନା ଭାଇ 30 ଟଙ୍କା ଆପଣ କରିଛନ୍ତି ହଉ ଭଗବାନ ତାଙ୍କର ମଙ୍ଗଳ କରନ୍ତୁ 30 ଟଙ୍କା ବୋଲେ କିଛି କମ ବୋଲି ଭାବିନି ପୁଅ ଏଇ 30 ଟଙ୍କାର ସୋରିଷ ଯଦି ମୁଁ ଭାରିଜା କିଣିଦେବ ଆମେ 2 ମାସ ଚଳିବୁ ଜଗନ୍ନାଥ ତାଙ୍କର ମଙ୍ଗଳ କରନ୍ତୁ ଟୁନା ବାବୁଙ୍କର କଲ୍ୟାଣ ସର୍ବାରିଷ୍ଟ ଶାନ୍ତି ହଉ ତାଙ୍କ ସପରିବାର ମଙ୍ଗଳ ହଉ 5 ଦିନରେ କେବଳ ଗୋଟିଏ ପ୍ରଶ୍ନ ରହିଲା ମୁଁ ଦ୍ୱିତୀୟ ପ୍ରଶ୍ନ ପଚାରିବି ନାହିଁ ରାମ ନିଶ ଦାଢ଼ି କାଟିଛି କି ତମେ ଆର ଗାୟକ ଆସିକି ଏତିକି ଉତ୍ତର ଦବ ଦଶରଥ ବୀର୍ଯ୍ୟରେ ଜନ୍ମ ହେଲା ରାମ ନା କଲାପନେ ବୁଲୁ ବୁଲୁ ସୁନ୍ଦରୀ ଭ୍ରମୁ ଭ୍ରମୁ ନିଚୟ ভ্রমুরি চলরে মানস গুণী ভ্রমুরি চল ନରା ଚଲା ପଦ ଦେଖିକି ଭয়ে ହେଲା ଅଥୟ হেলা তয়রে মানস এবে হেলা তয় ପୁରାଣ ପୃଷ୍ଠାରେ ଗୋଟେ ବାବାଜୀ ଥିଲା ତା ନା ବିଶ୍ୱରବା ମାଳି ସୁମାଳି ଇତ୍ୟାଦି ଦେବତା ମାନଙ୍କୁ ଡରିକି ଯାଇକି ପାତାଳରେ ଲୁଚିଲେଣି